ଦେଖନ୍ତୁ ଆଜି ହେଉଛି ମହାପ୍ରଭୁଙ୍କର ପୁରୁଡ଼ି ତେଲ ଲାଗି ଅର୍ଥ ମହାପ୍ରଭୁ ସାଷ୍ଟାଙ୍ଗ ହେବେ ଆଜି ଏବଂ ମଧ୍ୟାହ୍ନ ଧୂପ ପରେ ବଡ଼ ଓଡ଼ିଆ ମଠ ଅତିବଡ଼ି ଜଗନ୍ନାଥ ଦାସଙ୍କର ବଡ଼ ଓଡ଼ିଆ ମଠରୁ ଯିବ ଫୁଲୁରି ତେଲ ଏବଂ ସେ ଫୁଲୁରି ତେଲକୁ ବିଳମ୍ବିତ ରାତ୍ରରେ ପତି ମହାପାତ୍ର ସେବକ ସଂସ୍କାର କରିବେ ଏବଂ ସଂସ୍କାର କରିବା ପରେ ଫୁଲୁରି ତେଲକୁ ଲାଗି କରାଯିବ ଅର୍ଥ ଫୁଲୁରି ତେଲ ମାଲିସ କରାଯିବ ଏବଂ ଏ ମାଲିସ କରିବା ପରେ କେଉଁଠି ନା କେଉଁଠି ମହାପ୍ରଭୁ ସାଷ୍ଟାଙ୍ଗ ହୋଇଥାନ୍ତି। ତେଣୁ ବିଶ୍ୱାସ ରହିଛି ମହାପ୍ରଭୁ ଯେହେତୁ ଜ୍ୱରରେ ପୀଡ଼ିତ ଏବଂ ମହାପ୍ରଭୁ ସାଷ୍ଟାଙ୍ଗ ହେବା ପାଇଁ ପ୍ରାଥମିକ ଭାବେ ଯେଉଁ ଚିକିତ୍ସା ଉପଚାର କରାଯାଇଥାଏ ସେଥିରେ ଫୁଲୁରି ତେଲ ପ୍ରଥମେ ହିଁ ଲାଗି କରାଯାଇଥାଏ ଏବଂ ମହାପ୍ରଭୁ ସାଷ୍ଟାଙ୍ଗ ହୋଇଥାନ୍ତି। ଗତ ବର୍ଷ ହେରା ପଞ୍ଚମୀ ତିଥିରୁ ମହାପ୍ରଭୁଙ୍କ ପାଇଁ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥାଏ ଏବଂ ଆମ ସହିତ ବଂଶୀଧର ଦାସ ଗୋସ୍ୱାମୀ ଯିଏକି ଫୁଲୁରି ତେଲକୁ ପ୍ରସ୍ତୁତ କରିଥାନ୍ତି ଏବଂ କିଛି ସମୟ ତଳେ ଚନ୍ଦନ ଘୋରୁଥିଲେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏବଂ ଫୁଲୁରି ତେଲ କିଭଳି ଭାବେ ପ୍ରସ୍ତୁତ କରାଯାଇଥାଏ 24 ପ୍ରକାରର ଦିବ୍ୟ ପଦାର୍ଥକୁ ସମ୍ମିଶ୍ରଣ କରାଯାଇ ଫୁଲୁରି ତେଲକୁ ଲାଗି କରାଯାଇଥାଏ ଏବଂ ବଂଶୀଧର ଦାସ ଗୋସ୍ୱାମୀ କିଛି କୁହନ୍ତୁ କିଭଳି ଭାବେ ଆପଣ ଫୁଲୁରି ତେଲକୁ ପ୍ରସ୍ତୁତ କରିଥିଲେ ଏବଂ କେତେ ନିଷ୍ଠା କେତେ ପ୍ରଗାଢ଼ ଭକ୍ତିରେ ଫୁଲୁରି ତେଲ ପ୍ରସ୍ତୁତ କରିଥିଲେ। ଜୟ ଜଗନ୍ନାଥ। ଫୁଲୁରି ତେଲ ବଡ଼ ଓଡ଼ିଆ ମଠର ପ୍ରସ୍ତୁତି ଦୀର୍ଘ 600 ବର୍ଷ ହେଲାଣି ଚାଲିଛି। ମହାପ୍ରଭୁ ସେବାରେ ନିଯୁକ୍ତ ରହିଛି ବଡ଼ ଓଡ଼ିଆ ମଠ। ତତ୍କାଳୀନ ରାଜା ପ୍ରତାପଦେବ ଏବଂ ମହାରାଣୀ ଗୌରା ପାଟ ମହାଦେବଙ୍କର ସମ୍ବନ୍ଧ ପ୍ରାପ୍ତ ସେବା ଅତିବଡ଼ି ଜଗନ୍ନାଥ ଦାସଙ୍କୁ ଗୁରୁଙ୍କୁ ଏହି ସେବା ମିଳିଥିଲା। ସେହି ସମୟ ପରେ ପରେ ମୋର ପୂର୍ବଜ ଗୁରୁମାନେ 13 ଜଣ 13 ମୂର୍ତ୍ତି ଗୁରୁଙ୍କର ସେମାନେ ସେବା କରିକିରି ସେମାନେ ସେ ଜଗତ କଲ୍ୟାଣରେ ବର୍ତ୍ତୀ ହୋଇଛନ୍ତି ଏବଂ ମୁଁ ମଧ୍ୟ 93 ମସିହାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିଯୁକ୍ତ ରହିଛି। ଆଉ ଏ ସେବା ଅତ୍ୟନ୍ତ ଗୁପ୍ତ ଭାବରେ ସେବା କରାଯାଏ। ଗୋଟିଏ ବର୍ଷ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ କରାଯାଇଥାଏ। ହେରା ପଞ୍ଚମୀ ଦିନଠାରୁ ମହାପ୍ରଭୁଙ୍କ ପାଇଁ ଘଣାପେଡ଼ା ରାଶି ତେଲ ଏବଂ ମହାପ୍ରଭୁ ଲାଗି ହେଉଥିବା ସୁବାସିତ ଫୁଲ ପଡ଼ି ସେ ମାଟି ତଳେ ଅଗଣାରେ ମାଟି ତଳେ ତେଲ ବାଡ଼ି ବୋଲି ନାଁ ଅଛି। ତେଲ ବାଡ଼ିରେ ମାଟି ତଳେ ପକାଯାଇଥାଏ ସନ୍ଧ୍ୟା ସମୟରେ। ତାକୁ ଅନ୍ୟ କେହି ଜାଣନ୍ତି ନାହିଁ। ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର କୁଳପୁରୋଧା ଏହି 3 ଜଣଙ୍କ ଉପସ୍ଥିତିରେ ହିଁ ସେ ପ୍ରସ୍ତୁତ କରାଯାଇଥାଏ। କାଳେ ମଠାଧୀଶଙ୍କର କିଛି ଶାରୀରିକ ଅସୁସ୍ଥତା ହେଲେ ତାହେଲେ ଏହି 2 ଜଣ ତାକୁ ନିଭେଇଥାନ୍ତି ସେ ସେବାକୁ। ସେ ଗୁପ୍ତ ଭାବରେ ସେବା ହୋଇଥାଏ। ଆଉ ସମସ୍ତେ ସେବା କରିବା ପୂର୍ବରୁ ଶପଥ ଗ୍ରହଣ କରିକି ଯାଇଥାନ୍ତି ମହାପ୍ରଭୁ ନିକଟରେ ବଡ଼ ଓଡ଼ିଆ ମଠର ପ୍ରତିଷ୍ଠିତ ଠାକୁର ମନ୍ଦିରରେ ପ୍ରତିଷ୍ଠିତ ଶିବରାଜ ରାଧାଙ୍କ ନିକଟରେ ପ୍ରଣାମ କରି ସେମାନେ ଉଦ୍ଘୋଷଣ କରନ୍ତି ଆମେ ଅନ୍ୟ କାହାରିକୁ ପ୍ରକାଶ କରିବୁ ନାହିଁ। ତେଣୁ ସେହି ହିସାବରେ ମହାପ୍ରଭୁଙ୍କ ସେବାରେ ଯୁକ୍ତ ରହିଥାନ୍ତି। ଋତୁ ଅନୁସାରେ ମିଳୁଥିବା ଫୁଲ ଏବଂ ଚେରମୂଳିକୁ ମଧ୍ୟ ପୁନର୍ବାର ମାଟି ମୁଣ୍ଡ ଖୋଲାଯାଇ ପକାଯାଇଥାଏ। ତା ଭିତରେ ଭର୍ତ୍ତି କରି ପକାଯାଇଥାଏ। ଆଉ ଚତୁର୍ଦ୍ଧାମୂର୍ତ୍ତିକୁ ସ୍ମରଣ କରି ଦୈନନ୍ଦିନ ଫୁଲ ଚନ୍ଦନ ଦିଆହେବା ସହିତ ଫୁଲ ଚନ୍ଦନ ତୁଳସୀ ଦିଆହେବା ସହିତ ଧୂପ ଦୀପ ମଧ୍ୟ ଦିଆଯାଇଥାଏ ସନ୍ଧ୍ୟା ସମୟରେ। Choose excellence. Choose Kripajal Engineering College. Admissions open for Diploma, B.Tech, M.Tech, MCA, MBA and PGDM. Apply now.